ଜଗନ୍ନାଥ ଆପଣମାନଙ୍କୁ ପ୍ରଜ୍ୟୋତିଷ ସ୍ୱାଗତ। ପୌଷ ମାସର ଶୁକ୍ଳ ପକ୍ଷର ଦଶମୀ ତିଥିରେ ଆମର ଶାମ୍ବ ଦଶମୀ ପର୍ବ ପାଳନ କରାଯାଇଥାଏ। ଶାମ୍ବ ଦଶମୀ ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରାଯାଇଛି ବା ସମର୍ପଣ କରାଯାଇଛି। ସୂର୍ଯ୍ୟ ଦେବ ହେଉଛନ୍ତି ଆମର ସକଳ ଶକ୍ତିର ଆଧାର, ତେଣୁ ସମସ୍ତେ ସୂର୍ଯ୍ୟ ଦେବତାଙ୍କର ପୂଜା କରିବା ନିହାତି ଭାବରେ ଦରକାର। ଶାମ୍ବ ଦଶମୀକୁ ନେଇକରି ପୌରାଣିକ ମତ ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କର ପୁତ୍ର ଶାମ୍ବ ଥିଲେ। ସେ ଦେଖିବାକୁ ବହୁତ ସୁନ୍ଦର ଥିଲେ, କିନ୍ତୁ ଅଭିଶାପ ପାଇ ତାଙ୍କର ସୁନ୍ଦର ଶରୀର କୁଚିତ ହେଇଯାଇଥିଲା। ସେ କୁଷ୍ଠ ରୋଗରେ ପୀଡ଼ିତ ଥିଲେ, ଯାହାଦ୍ୱାରା ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଉପଦେଶ ଦେଇଥିଲେ ଯେ 12 ବର୍ଷ ପର୍ଯ୍ୟନ୍ତ ସେ ସୂର୍ଯ୍ୟ ଦେବତାଙ୍କୁ ତପସ୍ୟା କରିଥିଲେ। ଭଗବାନ ସୂର୍ଯ୍ୟ ଦେବତାଙ୍କୁ 12 ବର୍ଷ ତପସ୍ୟା କରିବା ପରେ ତାଙ୍କର କୁଷ୍ଠ ରୋଗ ମୁକ୍ତି ପାଇଥିଲେ। ଆଉ ସେ ଏହି ଦିନରେ କୁଷ୍ଠ ରୋଗରୁ ସେ ମୁକ୍ତି ପାଇଥିଲେ, ତେଣୁ ଏହି ଦିନକୁ ଶାମ୍ବ ଦଶମୀ ବୋଲି କୁହାଯାଇଥାଏ। ଏ ବର୍ଷ ଆପଣ ଯଦି ଦେଖିବେ ତ ଦେଖନ୍ତୁ 2025ରେ ଫାଷ୍ଟରୁ ଆପଣ ଜାନୁଆରୀ ମାସରେ ଗୋଟେ ଶାମ୍ବ ଦଶମୀ ଯାଇଛି। ଯେହେତୁ ଏଥରକ ମାସ ଗୁଡ଼ା ବହୁତ ଜଲ୍ଦି ଆସିଯାଉଛି, ତେଣୁକରି ଆଉ ଥରେ ଆମର ପୌଷ ମାସ ଆରମ୍ଭ ହେଇଗଲାଣି। ତ ଯେହେତୁ ପୌଷ ମାସର ଶୁକ୍ଳପକ୍ଷର ଦଶମୀ ତିଥିରେ ପଡ଼ୁଛି, ତ ଏ ବର୍ଷ ପୁଣି ଥରେ ଆରମ୍ଭ ହେଇଗଲାଣି। 30 ଡିସେମ୍ବର ମଙ୍ଗଳବାର ଦିନ ଆପଣଙ୍କର ଶାମ୍ବ ଦଶମୀ ଅଛି, ଯେଉଁଦିନ ଆପଣଙ୍କର ପୁତ୍ରଦା ଏକାଦଶୀ ମଧ୍ୟ ରହୁଛି। ଯେହେତୁ ଦଶମୀ ଆଉ ଏକାଦଶୀ ତିଥି ଗୋଟେ ଦିନ ରହୁଛି, ଯେଉଁମାନେ ଖାଲି ମାନେ ଏକାଦଶୀ କରୁନାହାନ୍ତି ତାଙ୍କ ପାଇଁ କିଛି ଅସୁବିଧା ନାହିଁ। ଯେଉଁମାନେ ଏକାଦଶୀ ପର୍ବ ମାନେ ବ୍ରତଟି କରୁଛନ୍ତି ତାଙ୍କ ପାଇଁ ଟିକେ ଅସୁବିଧା ରହିବ। ତେଣୁକରି କେମିତି ଦଶମୀ ଆଉ ଏକାଦଶୀ ଏକାଥରେ ଆପଣ ପାଳନ କରିବେ ବା ତାର ପୂଜା କରିବେ, ମୁଁ ଆପଣଙ୍କୁ ଏହି ଭିଡ଼ିଓରେ କହିବି। ଶାମ୍ବ ଦଶମୀ ପୂଜା ମାଆ ମାନେ ବିଶେଷ କରି ନିଜର ସନ୍ତତି ପାଇଁ କରିଥାନ୍ତି। ଏହି ପୂଜାଟି ମାନେ ତାଙ୍କର ଦୀର୍ଘାୟୁ ପାଇଁ, ତାଙ୍କୁ ମାନେ ସେମାନେ ରୋଗରୁ ମୁକ୍ତି ରହିବା ପାଇଁ ଏହି ପୂଜାଟି କରିଥାନ୍ତି। ତ ଏହି ପୂଜାଟି ଯଦି ମାଆ ମାନେ ନ କରିପାରନ୍ତି ତ ଜେଜେମା ନିଜ ପୁଅ, ନିଜ ଝିଅ, ନିଜ ନାତି ନାତୁଣୀ ପାଇଁ ମଧ୍ୟ କରନ୍ତି। ଯେହେତୁ ପୂଜାଟି ଅଛି, ତା ପୂର୍ବ ଦିନରୁ ଆପଣ ପୂଜା ସାମଗ୍ରୀ ସବୁ ରେଡ଼ି କରିଦିଅନ୍ତୁ। ଆଉ ଏହି ପୂଜାଟି ସବୁ ସ୍ଥାନରେ ଆପଣ ଦେଖିବେ ଯେ କିଛି ନା କିଛି ମାନେ ତାର ପୂଜାବିଧି ଅଲଗା ରହିଥାଏ। ଯେମିତିକି କେତେକ ସ୍ଥାନରେ କେବଳ ଗୋଟିଏ ମାନେ ସୂର୍ଯ୍ୟୋଦୟ ମାନେ ଶାମ୍ବ ଦଶମୀରେ ମାତ୍ର ଥରେ ହିଁ ପୂଜା କରନ୍ତି। କେତେ ଜଣ କ'ଣ କରନ୍ତି, ସୂର୍ଯ୍ୟୋଦୟ ପୂର୍ବରୁ ପୂଜା କରନ୍ତି ଆଉ ଦ୍ୱିପହରରେ ମଧ୍ୟ ପୂଜା କରିଥାନ୍ତି। ଆଉ କେତେ ଜଣ 3 ଧୂପରେ ହିଁ ପୂଜା କରିଥାନ୍ତି। ଆପଣ ଯେଉଁ ଆଡ଼େ ଯେମିତି ଅଛି ତ ସେଇ ଆଡ଼େ ସେମିତି କରିବେ। କିନ୍ତୁ କିଛିଟା ମାନେ ପୂଜାବିଧି ମାନେ କିଛିଟା ଅଂଶ ସବୁଆଡ଼େ ସମାନ ଥାଏ। ଯେମିତିକି ତ ପୂର୍ବ ଦିନରୁ ଆପଣ ଚାହିଁବେ ଯଦି କି ସେଇଦିନ ଆପଣ ଯେଉଁ ସ୍ଥାନରେ ପୂଜା କରିବେ, ମାନେ କେଉଁ ସ୍ଥାନରେ ପୂଜା କରିବେ, ଆପଣ ଚଉରା ପାଖରେ ପୂଜା କରିପାରିବେ, ନହେଲେ ଖୋଲା ସ୍ଥାନ ଦେଖି ପୂଜା କରିପାରିବେ, ନହେଲେ ଘରର ଅଗଣାରେ, ନହେଲେ ଛାତ ଉପରେ ମଧ୍ୟ ଏହି ପୂଜାଟି କରିପାରିବେ। ଯେଉଁ ମାନେ ଆପଣ ମଙ୍ଗଳବାର ଦିନ ପୂଜା ଅଛି, ଆପଣ ମଙ୍ଗଳବାର ଦିନ ଟିକେ ବହୁତ ଜଲ୍ଦି ଉଠିଯିବେ। ଉଠିକରି ଆପଣ ସୂର୍ଯ୍ୟୋଦୟ ପୂର୍ବରୁ ଉଠିଯିବେ। ଯେଉଁମାନେ ଏକାଦଶୀ କରୁଛନ୍ତି ତାଙ୍କୁ ତ ସୂର୍ଯ୍ୟୋଦୟ ପୂର୍ବରୁ ଉଠିବାକୁ ଅଛି। ତ ଏକାଦଶୀ ତ ଦୁଇଟା ଯେ ମିଶେଇକରି ଅଛି, ଆପଣ ଟିକେ ଜଲ୍ଦି ଉଠିବେ। ଯେଉଁ ସ୍ଥାନରେ ଆପଣ ପୂଜା କରିବେ ସେଇ ସ୍ଥାନରେ ଆପଣ ଟିକେ ଗୋମୟରେ ପୋଛିଦେବେ। ପୋଛି ସାରିଲା ପରେ ତ ଆପଣ କ'ଣ କରିବେ, ତ ପୋଛି ସାରିଲା ପରେ ତାପରେ ଆପଣ ସେଠି ଟିକେ ମୁରୁଜ ବା ଚିତା ପକାଇଦେବେ। ମୁରୁଜ ବା ଚିତା କେମିତି କ'ଣ ପକାଇବେ ମୁଁ ଆପଣଙ୍କୁ ନେକ୍ସଟ ଭିଡ଼ିଓରେ ଆପଣଙ୍କୁ କହିବି। ତ ସେଟା ପକାଇ ସାରିଲା ପରେ ଆପଣ କ'ଣ କରିବେ, ଘର ପୂଜା ପ୍ରଥମେ ଶେଷ କରିଦେବେ। ଘର ପୂଜା ଯଦି ବି ଆପଣ ଶେଷ କରିପାରୁନାହାନ୍ତି, ପ୍ରଥମେ ସୂର୍ଯ୍ୟୋଦୟ ସମୟ ହେଇ ଆସିଲାନି, ତାହେଲେ ଆପଣ କ'ଣ କରିବେ, ପ୍ରଥମେ କ'ଣ କରିବେ, ସୂର୍ଯ୍ୟଦେବଙ୍କୁ ପୂଜା କରିପାରିବେ। ଆପଣ ଯେଉଁଠି ଚିତା ପକାଇଛନ୍ତି ସେଠି ଆପଣ କ'ଣ କରିବେ, ପ୍ରଥମେ ଗୋଟେ କଳସ ସ୍ଥାପନା କରିବେ। କଳସ ସ୍ଥାପନା ଆପଣ ଗୋଟେ ଅକ୍ଷତ ନେବେ। ଅକ୍ଷତ ତଳେ ମାନେ ସେଇ ଯେଉଁଠି ଆପଣଙ୍କର କଳସ ସ୍ଥାପନା ହେବ, ଯେଉଁଠି ମୁରୁଜ ପକାଇଥିବେ ସେଠି କ'ଣ କରିବେ, ଆପଣ ଗୋଟେ ଅକ୍ଷତ ଦେବେ। ଅକ୍ଷତ ଉପରେ ଗୋଟେ କୁମ୍ଭରେ ପାଣି, ଗଙ୍ଗାଜଳ, ଅଗୁର, ଚନ୍ଦନ ଟିକେ ତା ଭିତରେ ପଶାଇଦେବେ। ତାପରେ ଆପଣ ଆମ୍ବଡାଳ, ଦୁବ, ବରକୋଳି ପତ୍ର, ଗୋଟା ଫଳ ଦେବେ। ତାପରେ ସାଲୁକନା ବା ରକ୍ଷାସୂତ୍ର, ଚନ୍ଦନ, ସିନ୍ଦୁର, ଫୁଲ ଦେଇ ଆପଣ କ'ଣ କରିବେ, କଳସ ସ୍ଥାପନା କରିବେ। ଦୀପ ଧୂପ ଲଗେଇଲେ ତାପରେ ଆପଣ କ'ଣ କରିବେ, ଯେଉଁଠି ଆପଣ ମଣ୍ଡଳ କାଟିଥିବେ ବା ସୂର୍ଯ୍ୟ ଦେବତାଙ୍କୁ ଯେଉଁଠି ପୂଜା କରିବେ ସେଠି କ'ଣ କରିବେ, ପିଢ଼ା ଗୋଟେ ରଖିବେ। ତ ପିଢ଼ାରେ ପ୍ରଥମରୁ ମାନେ ସେଇ ସମୟରେ ଟିକେ ହଳଦୀ ଲଗେଇଦେବେ। ହଳଦୀ ଲଗେଇଦେବେ, ସେ ପିଢ଼ାଟାକୁ ରଖିଲେ ତାପରେ ଲାଲ କପଡ଼ା ଗୋଟେ ବିଛେଇ ଦେବେ। ତାପରେ ଗୋଟେ ଗୁଆ ନେବେ, ସେ ଗୁଆକୁ ଟିକେ ଆପଣ ପଞ୍ଚାମୃତରେ ଟିକେ ଧୋଇଦେବେ, ଟିକେ ପଞ୍ଚାମୃତରେ ଟିକେ ଧୋଇଦେବେ। ତାପରେ ସେଠି ଗୁଆଟି ଲାଲ କପଡ଼ା ଉପରେ ସ୍ଥାପନ କରିବେ। ମାନେ ସେଟା ସୂର୍ଯ୍ୟ ଦେବତାଙ୍କ ନାମରେ ସେ ଗୁଆଟି ଆପଣଙ୍କର ସ୍ଥାପନ ହେଲା। ଗୁଆ ରଖିଲେ ତାପରେ ରକ୍ଷାସୂତ୍ର ଦେବେ। ତାପରେ ପଇତାରେ ଟିକେ ହଳଦୀ ଲଗେଇ ମଧ୍ୟ ପଇତା ଦେଇପାରିବେ। ତୁଳସୀ ଅର୍ପଣ କରିବେ।
ଅକ୍ଷତ ଅର୍ପଣ କରିବେ, ଚନ୍ଦନ, ଦୁବ, ବରକୋଳି ପତ୍ର, ଫୁଲ ଆପଣ ଅର୍ପଣ କରିବେ ସୂର୍ଯ୍ୟ ଦେବତାଙ୍କୁ। ତାପରେ ଆପଣ କ'ଣ କରିବେ, ତାପରେ କ୍ଷୀରରେ ଅର୍ଘ୍ୟଦାନ ଦେବେ ସୂର୍ଯ୍ୟଦେବଙ୍କୁ। ଅର୍ଘ୍ୟଦାନ ଯେତେବେଳେ ଆପଣ ଦେଉଛନ୍ତି କୌଣସି ପାତ୍ରରେ ଆପଣ ସେ ଯେଉଁ ଢାଳିବେ ସେ ପାତ୍ରରେ ଦେଇପାରିବେ, ନହେଲେ ତୁଳସୀ ଗଛ ମୂଳରେ ଦେଇପାରିବେ, ନହେଲେ କୌଣସି ଗଛ ମୂଳରେ ମଧ୍ୟ ଦେଇପାରିବେ। ଚେଷ୍ଟା କରିବେ ଯେ ଆପଣ ଯାହା ବି ଅର୍ଘ୍ୟଦାନ ଦେବେ ଯେପରି ଆପଣଙ୍କ ଗୋଡ଼ରେ ନ ବାଜୁ। ତାପରେ ଆପଣ କ'ଣ କରିବେ, ସକାଳେ ପଣା ଭୋଗ କିଛି ଦେଇପାରିବେ, ବା ମକର ଚାଉଳର ଯେଉଁ ଭୋଗ ଗୋଟେ ଆସେ ସେ ଭୋଗ ଆପଣ ଦେଇପାରିବେ, ଯେଉଁଥିରେ ନୂଆ ଅରୁଆ ଚାଉଳ ଟିକେ ମାନେ ଅଧ ଖଣ୍ଡିଆ ହେଇକିନା ବଟା ହେଇ ସେଥିରେ କ୍ଷୀର, କଦଳୀ, ନଡ଼ିଆ, ଛେନା, ଅଦା ଛେଚା, ଗୋଲମରିଚ ଗୁଣ୍ଡ, ଫଳମୂଳ, ଦହି ଏମିତି ସବୁ ପକେଇ ସେଇ ପଣା ଭୋଗ ପ୍ରସ୍ତୁତ କରାଯାଏ। ସେଇ ଭୋଗଟି ଦେଇପାରିବେ, ନହେଲେ ମିଠା ଫଳମୂଳର ଭୋଗ ଆପଣ ଦେଇପାରିବେ, ନହେଲେ ଆପଣଙ୍କ ପିଲାଙ୍କର ଯାହା ବି ପସନ୍ଦର ଭୋଗ ହେଇଥିବ, ଆପଣ ଯଦି ସୂର୍ଯ୍ୟୋଦୟ ସମୟରେ ପୂଜା କରୁଛନ୍ତି ତ ସେ ଭୋଗଟି ଆପଣ ଦେଇପାରିବେ। ତ ଯେତେବେଳେ ଆପଣ ଦେବେ, ପ୍ରଥମେ କ'ଣ କରିବେ, କଳସକୁ ପ୍ରଥମେ ଭୋଗ ଦେବେ, ତାପରେ ଆପଣ କ'ଣ କରିବେ, ସୂର୍ଯ୍ୟଦେବଙ୍କୁ ଭୋଗ ଦେବେ, ତା ସହିତ ତାଙ୍କର ସାରଥୀଙ୍କୁ ଭୋଗ ଦେବେ, ତା ସହିତ ଆପଣଙ୍କର 7ଟି ଘୋଡ଼ାକୁ ମଧ୍ୟ ସେଇ ସମୟରେ ଭୋଗ ଦେବେ। ଠିକ୍ ଅଛି, ଏତିକି ସରିଲା ପରେ ଆପଣ ଯଦି ଘର ଠାକୁର ପୂଜା କରିନାହାନ୍ତି, ଯେହେତୁ ଏକାଦଶୀ ଅଛି ତ ଘର ଠାକୁର ପୂଜା କରିଦିଅନ୍ତୁ। ପଞ୍ଚୋପଚାର ବିଧିରେ ଆପଣ ଭଗବାନ ବିଷ୍ଣୁଙ୍କର ପୂଜା କରନ୍ତୁ, ଯେହେତୁ ଏକାଦଶୀ ଅଛି। ତାପରେ ଆପଣ ମନ୍ଦିର ବି ଯାଇପାରିବେ। ତାପରେ ମନ୍ଦିରରୁ ଆସିକରି ଆପଣ କ'ଣ କରିବେ, ପୁଣି ଯଦି ଦ୍ୱିପହରର ପୂଜାରେ ଆପଣ କିଛି ମାନେ ଆପଣଙ୍କ ଛୁଆ ପାଇଁ ଯଦି ଖେଚୁଡ଼ି, କ୍ଷୀରି, ବରା, ଚକୁଳି ସବୁ ମାନସିକ ରଖିଛନ୍ତି, କି ଅଲଗା ମାନେ ସେମିତି କିଛି ଆପଣଙ୍କର ଅଛି, ତ ଆପଣ ସେ ସମୟରେ ଆପଣ କ'ଣ କରିବେ, 10ଟି କାକରା କରିପାରିବେ, ମଣ୍ଡା କରିପାରିବେ, ଗୁଡ଼ଗୁଡ଼ିଆ ତରକାରୀ ବା ଡାଲମା କରିପାରିବେ। ଯେଉଁ ଗୁଡ଼ଗୁଡ଼ିଆ ତରକାରୀ ବା ଡାଲମା ସେଟା ସବୁ ପରିବା ପକେଇ ହୋଇଥାଏ, 10ଟା କି 12ଟା ବେଳେବେଳେ 15ଟା ମାନେ ପରିବା ମିଶିକରି ହେଇଥାଏ। ଯେହେତୁ ସେଦିନ ମାନେ ଏକାଦଶୀ ତିଥି ରହୁଛି, ଦଶମୀ ତିଥି ରହୁଛି, ସେଦିନ କଳମ ଶାଗ ସହିତ ଶିମ୍ବ ଖାଇବା ମନା ଅଛି। ତେଣୁକରି ଡାଲମା ବା ତରକାରୀ ଯାହାବି ଆପଣଙ୍କର ଆଡ଼େ ସେଇଟା କୁହାଯାଉଛି, ତ ସେଇଥିରେ ଆପଣ ଶିମ୍ବ ପକାନ୍ତୁ ନାହିଁ। ଶିମ୍ବ ବ୍ୟତୀତ ଆପଣ ସବୁକିଛି ପରିବା ପକେଇ ଏଇ ଗୁଡ଼ଗୁଡ଼ିଆ ତରକାରୀ କରିପାରିବେ। ତାପରେ ଆପଣ ସେଦିନ ଖିଚୁଡ଼ି, କ୍ଷୀରି, ବିରି ବରା, ଚକୁଳି, ଛୁଞ୍ଚିପତ୍ର ପିଠା, ବୁଢ଼ା ଚକୁଳି, କାକରା ଏସବୁ ଆପଣ କରିପାରିବେ। ପ୍ରଥମେ ପୁଣି କ'ଣ କରିବେ, ଦ୍ୱିପହରେ ଯେତେବେଳେ ସମୟ ଆସିବ, ପ୍ରଥମେ କ'ଣ କରିବେ, କ୍ଷୀରରେ ଭଗବାନ ସୂର୍ଯ୍ୟଙ୍କୁ ଆପଣ କ'ଣ କରିବେ, ସୂର୍ଯ୍ୟଙ୍କୁ ଆପଣ ଅର୍ଘ୍ୟଦାନ ଦେବେ। ତାପରେ ପ୍ରଥମେ କ'ଣ କରିବେ, ଆପଣ ଯାହା ବି ବାଢ଼ିଛନ୍ତି ସେଇ ସମୟରେ ଯଦି ଆପଣ ଏକାଥରେ ବି ପୂଜା କରୁଛନ୍ତି, ତ ଏକାଥରେ ଯଦି ଆପଣ ଗୋଟେ ଟାଇମରେ ଦ୍ୱିପହରରେ ପୂଜା କରୁଛନ୍ତି, ତାହେଲେ ବି ଆପଣ ମିଠା ଫଳମୂଳ ଭୋଗ ବି ସେଇ ସମୟରେ ଆପଣ ପୂଜା କରିବେ। ସେଟା ଆପଣଙ୍କ ଉପରେ ଡିପେଣ୍ଡ କରୁଛି, ଆପଣଙ୍କ ଆଡ଼େ ଯାହା ଅଛି। ଆପଣ ଯଦି ଏକାଥରେ ପୂଜା କରିବାକୁ ଚାହୁଁଛନ୍ତି ତ ଏକାଥରେ ଆପଣ ପିଠା, କ୍ଷୀରି, ପଣା, ଖିଚୁଡ଼ି ସବୁ ଏକାଥରେ ମିଠା ଫଳମୂଳ ଭୋଗ ଆପଣ ଏକାଥରେ କରି ପୂଜା କରିପାରିବେ। ଯଦି ଆପଣଙ୍କ ଦୁଇଥର ପୂଜା କରିବାର ଅଛି, ଆପଣ ଦୁଇଥର କରି ପୂଜା କରିପାରିବେ। ଆପଣଙ୍କୁ ଯାହା ବି ସୁବିଧା ଲାଗିବ, ଆପଣଙ୍କ ଆଡ଼େ ଯାହା ଅଛି ଆପଣ ସେଇପରି ଭାବରେ କରିବେ। ପ୍ରଥମେ କ'ଣ କରିବେ, କ୍ଷୀରରେ ଅର୍ଘ୍ୟଦାନ ଦେବେ। ତାପରେ ଏବେ କ'ଣ କରିବେ, ଆପଣ ବାଇଗଣ ପତ୍ରରେ ଏହି ସମୟରେ ଭୋଗ ଲାଗିଥାଏ। ଆପଣଙ୍କ ପାଖରେ ଯଦି ବାଇଗଣ ପତ୍ର ମିଳୁନାହିଁ, ତାହେଲେ ଆପଣ କ'ଣ କରିପାରିବେ, ଆପଣ କଦଳୀପତ୍ର ମଧ୍ୟ ନେଇକରି ଏଇ ଭୋଗ ଲଗାଇବେ। ପ୍ରଥମେ କ'ଣ କରିବେ, କଳସରେ ଭୋଗ ଲଗାଇବେ। ଯାହା ବି ଭୋଗ ଅଛି ପ୍ରଥମେ ସବୁଥିରୁ ଗୋଟେ ଗୋଟେ ନେଇ ଆପଣ କ'ଣ କରିବେ, କଳସରେ ଭୋଗ ଲଗାଇବେ। ତାପରେ ଆପଣ କ'ଣ କରିବେ, ସୂର୍ଯ୍ୟ ଦେବତାଙ୍କୁ ଭୋଗ ଲଗାଇବେ, ତାଙ୍କର ସାରଥୀଙ୍କୁ ଭୋଗ ଲଗାଇବେ, ତାଙ୍କର 7ଟି ଘୋଡ଼ାକୁ ମଧ୍ୟ ଭୋଗ ଲଗାଇବେ। ମାନେ ଭୋଗ ଲଗାଇଲେ ଆପଣଙ୍କର ଅଲଗା ଅଲଗା ପତ୍ରରେ ଆପଣ 7ଟି ପତ୍ର ନେବେ, ଗୋଟିଏ ସାରଥୀଙ୍କ ପାଇଁ ନେବେ, ତାଙ୍କର ଚଣ୍ଡ ଭୋଗ ସବୁ ବାହାରିବ, ତ ସବୁ ଅଲଗା ଅଲଗା ଆପଣ ନେଇକରି କରିବେ। ତାପରେ ଆପଣ କ'ଣ କରିବେ, ପ୍ରଥମେ କ'ଣ କରିବେ, ଦୀପ ଧୂପ ଲଗାଇଲେ, ତାପରେ ନୈବେଦ୍ୟ ଲଗାଇବେ, ତାପରେ ଆପଣ କ'ଣ କରିବେ, ଝୁଣା କର୍ପୂରରେ ପୁଣି ଥରେ ଆଳତି କରିବେ। ଏମିତି ତାପରେ ଆପଣ ଯଦି ଏଇ ପୂଜାଟି ଆପଣ ଏତିକିରେ ସମାପ୍ତ ହେଇଯାଉଛି। ଯଦି ଆପଣ ତୃତୀୟ ପହରରେ ସୂର୍ଯ୍ୟୋଦୟ ମାନେ ସୂର୍ଯ୍ୟାସ୍ତ ପୂର୍ବରୁ ଆପଣ କ'ଣ କରିବେ, ସେ ସମୟରେ ପୁଣି ଆଉଥରେ କ୍ଷୀରରେ ଅର୍ଘ୍ୟଦାନ ଦେଇପାରିବେ। ତାପରେ ଆପଣ ଫଳମୂଳ ଭୋଗ କି କୌଣସି ପଣା ଭୋଗ ସେତେବେଳେ କରି ମଧ୍ୟ ଆପଣ ଲଗେଇ ପାରିବେ। ତାପରେ ଦୀପ ଧୂପ ଆପଣ ଦୀପ ଧୂପ ତା ସହିତ ଆପଣ ଝୁଣା କର୍ପୂରରେ ଆଳତି କରିପାରିବେ। ଆଳତି କରିସାରିଲା ପରେ ସେ ସମୟରେ ଆପଣ କ'ଣ କରିବେ, କଳସ ସୂର୍ଯ୍ୟ ମାନେ ଅସ୍ତ ହେଇନଥିବ, ଆପଣ କ'ଣ କରିବେ, ସେ କଳସ ବିସର୍ଜନ କରିଦେବେ। କଳସ ଟିକେ ସ୍ଥାନ ପରିବର୍ତ୍ତନ କରିଦେଲେ, ତାପରେ ଆପଣଙ୍କ ଯାହା ବି କଳସରେ ପାଣି ଥିବ, କି କଳସରେ ଯାହା ବି ଆପଣଙ୍କର କଳସରେ ଆମ୍ବଡାଳ, ବରକୋଳି ପତ୍ର
କି ଆପଣଙ୍କ ଗୋଟା ଫଳ ତା ସହିତ ସୂର୍ଯ୍ୟଦେବଙ୍କର ଯେଉଁ ଗୁଆ, ତା ବ୍ୟତୀତ ଆପଣଙ୍କର ଯାହା ବି ଚଣ୍ଡ ଭୋଗ ଲାଗିଲା, ତ ଏସବୁ ଜିନିଷକୁ ଫୁଲ, ତ ଏସବୁକୁ ଆପଣ କ'ଣ କରିବେ, ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ଆପଣ ଏସବୁକୁ ଗୋଟେ ଜାଗା କରି ଆପଣ କ'ଣ କରିବେ, ପାଖରେ ଯଦି କୌଣସି ପାଣି ଅଛି ସେଇଠି ଆପଣ କ'ଣ କରିବେ, ନଦୀ ହେଲା, ପୋଖରୀ ହେଲା, ତ ସେଠି ଆପଣ କ'ଣ କରିବେ, ବିସର୍ଜନ କରିପାରିବେ। ଠିକ୍ ଅଛି। ଯଦି ଆପଣ ଗୋଟିଏ ଥରରେ ପୂଜା କରୁଛନ୍ତି, ତ ଗୋଟିଏ ଥରରେ ଆପଣ କ'ଣ କରିପାରିବେ, ଆପଣଙ୍କର ମକର ଚାଉଳର ଯେଉଁ ଭୋଗ ହେଲା, ପଣା ଭୋଗ ହେଲା, ଫଳମୂଳ ଭୋଗ, ମିଠା ଭୋଗ, କ୍ଷୀରି, ଖିଚୁଡ଼ି, ପଣା, ଡାଲମା, ତ ଏସବୁ ଆପଣ କରିପାରିବେ। ଦେଖନ୍ତୁ, ତାପରେ ରହିଲା ଯେଉଁମାନେ ଏକାଦଶୀ ତିଥି ଅଛି, ଦେଖନ୍ତୁ ଯେହେତୁ ଏକାଦଶୀ ତିଥି ଅଛି, ତ ଯେଉଁମାନେ ଏକାଦଶୀ ତିଥି ଅଛି, ତ ସେମାନେ କ'ଣ କରିବେ, ସେମାନେ ତ ଖାଇପାରିବେ ନାହିଁ, କାରଣ ସେମାନେ କେବଳ ଫଳମୂଳ ପଣା ଖାଇ ରହିବେ। ତ ସକାଳର ଯେଉଁ ପଣା ଭୋଗ ହେଉଛି ସେଟା ନୂଆ ଅରୁଆ ଚାଉଳରେ ହେଉଛି, ତ ସେଦିନ ଅନ୍ନ ଖାଇବା ନିଷେଧ ଅଛି, ତେଣୁକରି ସେ ଅନ୍ନ ଖାଇପାରିବେ ନାହିଁ। ତାପରେ ରହିଲା, ଯଦି ଆପଣ ଫଳମୂଳ ମିଠା ଭୋଗ କରୁଛନ୍ତି ତାହେଲେ ଆପଣ ଖାଇପାରିବେ, କିନ୍ତୁ ଏ ଭୋଗକୁ ଆପଣ ଚାହିଁବେ ଯଦି ଆପଣଙ୍କର ଛୁଆମାନଙ୍କୁ ଦେଇପାରିବେ, ଖାଇପାରିବେ। ଆପଣ ଯେଉଁ ମଣ୍ଡା ପିଠା ହେଲା, କି କାକରା ହେଲା, କି ଡାଲମା, ତରକାରୀ, ଖିଚୁଡ଼ି, କ୍ଷୀରି, ବିରି ବରା, ଏସବୁ ଆପଣ ଖାଇପାରିବେ ନାହିଁ, ଯେହେତୁ ସବୁଥିରେ ଚାଉଳର ବ୍ୟବହାର କରାଯାଉଛି, ଆଉ ସେଦିନ ଅନ୍ନ ନିଷେଧ ଅଛି। ତାହେଲେ ଯେଉଁମାନେ ନିର୍ଜଳ ଉପବାସ କରୁଛନ୍ତି ସେମାନେ କିଛି ବି ଖାଇପାରିବେନି। ଯେଉଁମାନେ ନିର୍ଜଳ ଉପବାସ କରୁନାହାନ୍ତି, ଫଳମୂଳ ଆଉ କେବଳ ପଣା ପିଇ କରି ରହିବେ, ସେମାନେ କେବଳ ଫଳମୂଳର ଭୋଗ, ତା ସହିତ ପଣା ଭୋଗ, ଯଦି ପଣା ଭୋଗରେ ଅରୁଆ ଚାଉଳ ପଡ଼ିନାହିଁ ତାହେଲେ ସେ ଜିନିଷ ଖାଇ ସେ ରହିପାରିବେ, ନହେଲେ ସେମାନେ କେବଳ ହିଁ ମାନେ ପଣା ଆଉ ଫଳମୂଳର ଭୋଗ ଖାଇ ରହିବେ, ନହେଲେ ନିର୍ଜଳା ଉପବାସ ଯାହାର ଥିବ ନିର୍ଜଳା ରହିବେ। ତା ବ୍ୟତୀତ ଶାମ୍ବ ଦଶମୀ ପୂଜାରେ ଧଳା ଜିନିଷ ବିଶେଷ ଭାବରେ ସୂର୍ଯ୍ୟଦେବଙ୍କୁ ପସନ୍ଦ ନଥାଏ, ତେଣୁକରି ଧଳା ଫୁଲ କି ଧଳାର ପଇତା ହେଲା, ଏସବୁ ଜିନିଷ, କି ଧଳାର ଚାଉଳ, ଅଭଙ୍ଗା ଅରୁଆ ଚାଉଳ ସେମିତି ବ୍ୟବହାର କରାଯାଏ ନାହିଁ, ସେଥିରେ ହଳଦୀ ମିଶେଇ କରି ସବୁ ବ୍ୟବହାର କରାଯାଏ। ସୂର୍ଯ୍ୟଦେବଙ୍କୁ ନାଲି ଫୁଲ, ହଳଦିଆ ଫୁଲ, ଏ ଫୁଲ ବହୁତ ପସନ୍ଦ, ତେଣୁକରି ସେହି ଦିନରେ ବିଶେଷ କରି ସୋରିଷ ଫୁଲ ମଧ୍ୟ ଅର୍ପଣ କରାଯାଇଥାଏ, ନାଲି ଫୁଲ ମଧ୍ୟ ଅର୍ପଣ କରାଯାଇଥାଏ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏହି ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।